जय जगन्नाथ सांगमाने नमस्कार दर्शक बंधु। माँ तारिणीଙ୍କ मुख लाल काहींକି? किए प्रहार କରିଥିଲା ମାଙ୍କ ମୁଖକୁ? କାହାର ପ୍ରହାରରେ ମାଙ୍କ ମୁଖରେ ରକ୍ତ? ରାଜା ଗୋବିନ୍ଦ ଭଞ୍ଜଙ୍କର ପଛେ ପଛେ ପୁରୀରୁ କେନ୍ଦୁଝରକୁ ଆସିବା ସମୟରେ ହଠାତ୍ କେନ୍ଦୁଝରର ଅଟାଇ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ, ଝରଣାର କୁଳୁକୁଳୁ ନାଦ, ପକ୍ଷୀମାନଙ୍କର କା କା ପରି ଶବ୍ଦ, ପଶୁମାନଙ୍କର ଗର୍ଜନରେ ମାଙ୍କୁ ମନ୍ତ୍ରମୋହିତ କରିଗଲା। ଆଉ ମା ରହିଗଲେ ସେଇଠାରେ। ଆଉ ଶୁଭିଲା ନାହିଁ ମାଙ୍କର ପାଉଁଜିର ଶବ୍ଦ। ରାଧା ପଛକୁ ବୁଲି ଗଲେ। ମା ହୋଇଗଲେ ପାଷାଣ। ସେବେଠାରୁ ସତ ଅନୁସାରେ ମା ପୂଜା ପାଇଲେ ଏହି ଘଞ୍ଚ ଜଙ୍ଗଲରେ। ମାଙ୍କର ଘଟ ଏହିଠାରେ ସ୍ଥାପନା କରାଗଲା। ତେଣୁ ଏହାର ନାମ ଘଟଗାଁ ରଖାଗଲା। ତେବେ ମା ତାରିଣୀ କିଏ? ସେ କିପରି କେନ୍ଦୁଝରକୁ ଆସିଲେ? ଆଉ ଏହି ଜାଗାର ନାମ କିପରି ଘଟଗାଁ ହେଲା? ଏହା ଉପରେ ଏକ ସୁନ୍ଦର ଭିଡ଼ିଓ ବନା ହୋଇଛି। ଯଦି ଦେଖିନାହାନ୍ତି ତେବେ ଚ୍ୟାନେଲରେ ଲିଙ୍କ ଅଛି, ଯାଇ ଦେଖିପାରିବେ। ଆପଣମାନେ ଦେଖିଥିବେ ମାଙ୍କ ମୁଖମଣ୍ଡଳ ସବୁବେଳେ ଲାଲ ଥାଏ, ଆଉ ମାଙ୍କ ମୁଖରେ ସିନ୍ଦୂର ବୋଳାଯାଏ। ତେବେ କାହିଁକି ଏପରି ହୁଏ? ଏହା ପଛରେ ଏକ ଜନଶ୍ରୁତି ଅଛି। ଚାଲନ୍ତୁ ଜାଣିବା ଏହାର ରହସ୍ୟ ଆଜିର ଏହି ଭିଡ଼ିଓରେ। କଥା ଅନୁସାରେ ଜଣେ ଗରିବ ସମ୍ପ୍ରଦାୟର ଲୋକର କଥା। ଦୁଇଟି ପୁତ୍ର ଥିଲେ। ବହୁତ ଗରିବ ହୋଇଥିବାରୁ ସେମାନେ ଗୋଟିଏ ଓଳି ଖାଉଥିଲେ ତ ଅନ୍ୟ ଗୋଟିଏ ଓଳିକୁ ଉପାସ ରହୁଥିଲେ। ଦିନେ ତାର ଦୁଇ ପୁତ୍ରଙ୍କୁ ବହୁତ ଜୋରରେ ଭୋକ ଲାଗିଲା। ସେମାନେ ତାଙ୍କ ବାପାଙ୍କୁ ଖାଇବାକୁ ମାଗିଲେ। ସେ ବା ଖାଇବା କେଉଁଠୁ ଆଣିବ? ଘରେ ତ ଖାଇବାକୁ କିଛି ମଧ୍ୟ ନଥିଲା। ସେ କହିଲା, ଠିକ୍ ଅଛି, ଚାଲ ଜଙ୍ଗଲକୁ ଯିବା। ସେଠାରେ ଯାହା ମିଳିବ ତାହା ଖାଇବା। ଏହା କହି ସେମାନେ ଜଙ୍ଗଲକୁ ବାହାରି ଗଲେ। ଜଙ୍ଗଲରେ ବୁଲୁ ବୁଲୁ ସେମାନେ ଏକ କୁସୁମ ଗଛ ମୂଳରେ ପହଞ୍ଚିଲେ। କୁସୁମ ଗଛରେ ବହୁତ କୋଳି ପାଚିଥାଏ। ଶବର ଜଣକ ଗଛରେ ଚଢ଼ି କୁସୁମ କୋଳି ତୋଳିଲା, ଆଉ ତଳେ ଥିବା ତାର ଦୁଇ ପୁତ୍ରକୁ ଦେଲା। ଦୁଇ ପୁଅ ଆନନ୍ଦରେ କୁସୁମ କୋଳି ଖାଉଥାନ୍ତି। ତାଙ୍କ ମଧ୍ୟରୁ ଜଣେ ପୁତ୍ର କୁସୁମ କୋଳି ଖାଇସାରି ତାର ଚୋପାକୁ ମା ତାରିଣୀଙ୍କ ଘଟ ଉପରେ ପକାଇଦେଲା। ଏହା ସେହି କୁସୁମ ଗଛ ଥିଲା ଯେଉଁ କୁସୁମ ଗଛ ତଳେ ମା ତାରିଣୀ ପୂଜା ପାଉଥିଲେ। ସେତେବେଳେ ମାଙ୍କର କୌଣସି ମନ୍ଦିର ନଥିଲା। ମା କେବଳ ଗଛ ମୂଳରେ ପୂଜା ପାଉଥିଲେ। ହେଲେ ସେମାନେ ତ ଏହି ବିଷୟରେ କିଛି ମଧ୍ୟ ଜାଣିନଥିଲେ। ମା ତାରିଣୀ ଏହା ଦେଖି ଉତ୍ତୀର୍ଣ୍ଣ ହୋଇଗଲେ। ଉଗ୍ର ରୂପ ଧାରଣ କରି ବିରାଟ ସର୍ପ ରୂପ ଧାରଣ କଲେ। ଫଣା ଟେକି ଗର୍ଜନ କଲେ। ଶବରର ଗୋଟିଏ ପୁତ୍ରକୁ ଗିଳି ପକାଇଲେ। ଅନ୍ୟ ପୁଅଟି ଏହା ଦେଖି ଖୁବ୍ ଜୋରରେ ଚିତ୍କାର କଲା, ବାପା ବାପା, ଭାଇକୁ ସାପ ଗିଳିଦେଲା। ସେ ତ ସାପ ନଥିଲେ, ସେ ତ ଥିଲେ ସ୍ୱୟଂ ମା ତାରିଣୀ। ପୁଅଟିର ଚିତ୍କାର ଶୁଣି ତତ୍କ୍ଷଣାତ୍ ଶବର ଜଣକ ତଳକୁ ଆସି ଦେଖନ୍ତି ତ ଏକ ବିରାଟକାୟ ସାପ ପୁଅକୁ ଗିଳି ପକାଉଛି। ଏହା ଦେଖି ସେ କ'ଣ କରିବ କିଛି ଜାଣିପାରିଲା ନାହିଁ। ନିଜ ପୁଅକୁ ବଞ୍ଚାଇବାକୁ ଯାଇ ନିଜ ହାତରେ ଧରିଥିବା ଟାଙ୍ଗିଆରେ ସାପର ମୁଖକୁ ଆଘାତ କରିଥିଲା। ଟାଙ୍ଗିଆ ଚୋଟରେ ଆଘାତରେ ମା ତାରିଣୀ ନିଜର ପ୍ରକୃତ ସ୍ୱରୂପକୁ ଆସିଗଲେ। ଏହା ଦେଖି ଶବର ଜଣକ ଆଶ୍ଚର୍ଯ୍ୟ ହୋଇଗଲା। ଦେବୀଙ୍କୁ ଦେଖି ଶବର ଜଣକ ମାଙ୍କର ଗୋଡ଼ ତଳେ ପଡ଼ିଗଲା। ଆଉ ନିଜର ଭୁଲ ପାଇଁ କ୍ଷମା ମାଗିଲେ। ଆଉ ତାଙ୍କ ପୁତ୍ରକୁ ମଧ୍ୟ କ୍ଷମା କରିଦେବା ପାଇଁ କହିଲେ। ମା ତାରିଣୀ ତ ଦୁଃଖ ହାରିଣୀ ଅଟନ୍ତି। ସେ କ'ଣ ତାଙ୍କ ଭକ୍ତଙ୍କ ଉପରେ ରାଗିପାରିବେ? ମା ତାରିଣୀ ତାଙ୍କୁ କ୍ଷମା କରିଦେଲେ। କିନ୍ତୁ ମାଙ୍କ ମୁଣ୍ଡରେ ଏକ ଗଭୀର କ୍ଷତ ଚିହ୍ନ ରହିଗଲା। ପୂଜାରୀ ଯେତେବେଳେ ମାଙ୍କର ପୂଜା କରିବାକୁ ଆସିଲେ, ମାଙ୍କ ମୁଖରେ କ୍ଷତ ଚିହ୍ନ ଦେଖି ବ୍ୟତିବ୍ୟସ୍ତ ହୋଇଗଲେ। କିଏ ଏପରି କଲା? ମାଙ୍କ ମୁଖରେ କ୍ଷତ ଚିହ୍ନ କିପରି ଆସିଲା? ସେମାନେ ମାଙ୍କୁ ପ୍ରାର୍ଥନା କଲେ, ଆମ ଦ୍ୱାରା କିଛି ଭୁଲ ହୋଇଯାଇନି ତ? ନା ଏହା କିଛି ଅଘଟଣର କିଛି ପୂର୍ବାଭାସ? ସେହିଦିନ ରାତିରେ ମା ସ୍ୱପ୍ନରେ ଆସି ସବୁ କଥା କହିଲେ। ଆଉ କହିଲେ, ମୋ କ୍ଷତ ଚିହ୍ନରେ ସିନ୍ଦୂର ବୋଳିଦିଅ। ମୋ କ୍ଷତ ଚିହ୍ନ ଆଉ ଦେଖାଯିବ ନାହିଁ। ସେବେଠାରୁ ମାଙ୍କ ମୁଖରେ ସିନ୍ଦୂର ବୋଳାଯାଏ। ମାଙ୍କର ମୁଖ ସେବେଠାରୁ ଲାଲ ଦେଖାଯାଏ। ସେହିଦିନଠାରୁ ମାଙ୍କର ଅନ୍ୟ ନାମ ସିନ୍ଦୂର ଶୋଭିତା ହେଲା। ସେବେଠାରୁ ଭକ୍ତମାନେ ମାଙ୍କ ଉପରେ ସିନ୍ଦୂର ଚଢ଼ାନ୍ତି। ଆଉ ନିଜର ଘରର ସଙ୍କଟ ହରଣ କରିବାକୁ
ମାଙ୍କୁ ପ୍ରାର୍ଥନା କରନ୍ତି। ମାଙ୍କର ପ୍ରିୟ ଫଳ ହେଲା ନଡ଼ିଆ। ମାନସିକ କରି ମାଙ୍କୁ ନଡ଼ିଆଟିଏ ଦେଇଦେଲେ ମାଙ୍କର ଭକ୍ତ କଥା ନିଶ୍ଚିନ୍ତ ଶୁଣନ୍ତି। ପ୍ରତିଦିନ ମାଙ୍କ ପାଖକୁ ହଜାର ହଜାର ମାନସିକ ନଡ଼ିଆ ପହଞ୍ଚିଯାଏ। ତେବେ ମାଙ୍କ ପାଖକୁ ଆସୁଥିବା ଏତେ ସାରା ନଡ଼ିଆ କ'ଣ ହୁଏ ଜାଣିବା ପାଇଁ ଚାହୁଁଛନ୍ତି? ତଳେ ମୋତେ କମେଣ୍ଟ କରି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ମୁଁ ତା ଉପରେ ଏକ ଭିଡ଼ିଓ ବନାଇବି। ଯଦି ଆପଣମାନଙ୍କୁ ଭିଡ଼ିଓଟିଏ ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଏକ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନରେ। ରହୁଛି ନମସ୍କାର।